ଯିଏ ତୁମକୁ ଭୁଲ ବୁଝୁଛି ଭୁଲ ବୁଝିବାକୁ ଦିଅ। ଯିଏ ତୁମକୁ ଘୃଣା କରୁଛି ଘୃଣା କରିବାକୁ ଦିଅ। ଯିଏ ତୁମକୁ ନିନ୍ଦା କରୁଛି ନିନ୍ଦା କରିବାକୁ ଦିଅ। କାରଣ ଏହି ଦୁନିଆରେ କେହି କାହାକୁ ଜାଣିପାରନ୍ତି ନାହିଁ କି କେହି କାହାକୁ ବୁଝିପାରନ୍ତି ନାହିଁ। ଭଗବାନଙ୍କ ପରି ଲୋକ ବି ଏ ସଂସାରରେ ଘୃଣା, ନିନ୍ଦା, ସନ୍ଦେହ, ଅପମାନ ସବୁ ସହିଥିଲେ। ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ। କିନ୍ତୁ ଚାଲି ଯାଇଥିବା ସମୟ ବହୁତ କିଛି ଶିକ୍ଷା ଦେଇଦିଏ। କିନ୍ତୁ ସେ ସମୟ ଆଉ ଫେରି ନଥାଏ। ତୁମେ ଜୀବନରେ କେତେ ସୁଖୀ ତାହା ବଡ଼ କଥା ନୁହେଁ, ବରଂ ତୁମ ଦ୍ୱାରା କେତେଜଣ ସୁଖୀ ଅଛନ୍ତି ତାହା ହିଁ ବଡ଼ କଥା ହୋଇଥାଏ। ପରିସ୍ଥିତି ସହ ଲଢ଼େଇ କରିହୁଏ, କିନ୍ତୁ ଭାଗ୍ୟ ସହିତ ନୁହେଁ। ଭାଗ୍ୟ ଏମିତି ଏକ ଅଜବ ଜିନିଷ, କାହାକୁ ଆଶାଠାରୁ ଅଧିକ ଦିଏ ତ ଆଉ କାହାଠାରୁ ସବୁକିଛି ଛଡ଼େଇ ନିଏ। ସମସ୍ତଙ୍କୁ ବୁଝାଇବା ଏତେ ସହଜ ହୋଇନଥାଏ। ସେଥିପାଇଁ ଯଦି ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ଥାଆନ୍ତା, ତେବେ ଶ୍ରୀକୃଷ୍ଣ ମହାଭାରତ ହେବାକୁ ଦେଇନଥାନ୍ତେ। ଜୀବନରେ କେବେ ବି କାହା ସହିତ ନିଜର ତୁଳନା କର ନାହିଁ। ଆପଣ ଯେମିତି ଅଛନ୍ତି ସର୍ବଶ୍ରେଷ୍ଠ ଅଟନ୍ତି। ଯିଏ ଅନ୍ୟର ମୁହଁରେ ହସ ଦେଖିବାକୁ ଚାହିଁଥାଏ, ଉପରବାଲା ତାର ହସ କେବେ ଛଡ଼େଇ ନେଇନଥାଏ। ସାଥିରେ ରହି ମଧ୍ୟ ଯିଏ ଆମ ସହିତ ଛଳନା କରେ ତାଠାରୁ ବଡ଼ ଶତ୍ରୁ ଆଉ କେହି ବି ନୁହେଁ। ଏବଂ ଆମ ମୁହଁରେ ଯିଏ ଆମର ଖରାପ ଗୁଣ କହିଥାଏ ତାଠାରୁ ବଡ଼ ମିତ୍ର ଆଉ କେହି ବି ନାହିଁ। ସଂସାର ଆବଶ୍ୟକତା ନିୟମ ଅନୁସାରେ ଚାଲିଥାଏ। ଶୀତଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରାଯାଇଥାଏ, ଖରାଦିନେ ସେହି ସୂର୍ଯ୍ୟକୁ ତିରସ୍କାର ବି କରାଯାଇଥାଏ। ଆପଣଙ୍କର ମୂଲ୍ୟ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କର ଆବଶ୍ୟକତା ପଡ଼ିଥାଏ। ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା କଥା କୁହନ୍ତି ସେମାନେ ହେଲେ ମହାକାଳ ଫଳ। ସେହିମାନେ ସମସ୍ତଙ୍କୁ ଅତି ଶୀଘ୍ର ନିଜର କରିଦିଅନ୍ତି ସତ, କିନ୍ତୁ ଶେଷରେ ଏକ ଶକ୍ତ ଧକ୍କା ଦିଅନ୍ତି। ବ୍ୟବହାର ସୁନ୍ଦର ହେଲେ ମନ ମନ୍ଦିର ହୋଇଥାଏ। ଆହାର ସୁନ୍ଦର ହେଲେ ଶରୀର ସୁନ୍ଦର ହୋଇଥାଏ। ବିଚାର ସୁନ୍ଦର ହେଲେ ମସ୍ତିଷ୍କ ସୁନ୍ଦର ହୋଇଥାଏ। ଏବଂ ଏହି ତିନୋଟି ସୁନ୍ଦର ହେଲେ ଜୀବନ ସୁନ୍ଦର ହୋଇଥାଏ। ଗୋଟେ କଥା ସର୍ବଦା ମନେ ରଖ, ଯେତେ ବନ୍ଧୁ, ସାଙ୍ଗ, ସାଥୀ ଆଉ ସମ୍ପର୍କ ଗଢ଼, ସମସ୍ତେ ସୁଖ ବେଳେ ପାଖରେ ଥିବେ, କିନ୍ତୁ ଦୁଃଖ ବେଳେ କାହାକୁ ବି ପାଖରେ ପାଇବନି। କେବଳ ଯିଏ ସୁଖ ଏବଂ ଦୁଃଖ ସମୟରେ ସବୁବେଳେ ଆମ ପାଖରେ ଥାଆନ୍ତି ସେମାନେ ହେଲେ ବାପା ଆଉ ମା। ମନୁଷ୍ୟ ଯେତେବେଳେ ଅନ୍ୟାୟ ଅଧର୍ମ କରୁଥାଏ ସେତେବେଳେ ସେ ଚାରିଦିଗକୁ ଦେଖିଥାଏ। ସେହି ସମୟରେ ସେ ଗୋଟିଏ ଜିନିଷ ଭୁଲିଯାଏ ଯେ କିଏ ତାର ଭୁଲକୁ ଦେଖୁ କିମ୍ବା ନ ଦେଖୁ, ଈଶ୍ୱର ଉପରେ ଥାଇ ତାର ସବୁ କର୍ମର ହିସାବ ରଖୁଥାନ୍ତି। ମଣିଷ ମାତ୍ରକେ ଭୁଲ ଅଛି। ଭୁଲ କରିବା ମଣିଷର ଭୁଲ ନୁହେଁ, ବରଂ ସେହି ମଣିଷ ମହାନ ହୋଇଥାଏ ଯେଉଁ ମଣିଷ ଭୁଲକୁ ଭୁଲ ବୁଝି ଠିକ୍ ବାଟକୁ ଚୟନ କରିଥାଏ। ସମୟ ଓ ଭାଗ୍ୟକୁ କେହି ଅଟକାଇ ପାରିବେ ନାହିଁ। ଯେତେବେଳେ ଯାହା ହେବାର ଥିବ ତାହା ନିଶ୍ଚୟ ହେବ। ଆମେ ତ ନିମିତ୍ତ ମାତ୍ର, ବାକି ସବୁ ଈଶ୍ୱରଙ୍କ ଖେଳ। ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇନଥାଏ, କିନ୍ତୁ ମଣିଷର ପରିବେଶ ବା ପରିସ୍ଥିତି ତାର ଭଲ ଆଉ ଖରାପ କରି ତାକୁ ଦୁନିଆ ଆଗରେ ଛିଡ଼ା କରିଦିଏ। ସଫଳତା ପାଇବାକୁ ହେଲେ ସବୁବେଳେ ଏକା ହିଁ ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିଯିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।